ତାଙ୍କ ଦେହରେ ହଳଦିଆ ଚିହ୍ନ ଥିବ ନା କୋଉଠି ଏଇ କାଠରେ ଅଛି ଜନ୍ଦାଟା ଆକ୍ଚୁଆଲି କାମୁଡ଼ିଥିଲା କୋଉଠି ଏଠିକି ମାନେ ହାତଟା ପୁରା ପିଡ଼ା ହେଇଯାଇଛି ନା ହାତଟା ପୁରା ଫୁଲି ଯାଇଛି ଆଉ ଥରେ ଏମିତି ତାହେଲେ ସାଙ୍ଗମାନେ ଆଜିର କ'ଣ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ କରୁଛି ହଁ ଆପଣ ସବୁ କେମିତି ଅଛନ୍ତି ଭଲ ଅଛନ୍ତି ତ ସେମିତି ଭଲ ଅଛନ୍ତି ତ ଆଜି ହେଉଛି କେଉଁ ଆଜି ହେଉଛି ଶୁକ୍ରବାର ଆଉ ଆଜି ସକାଳୁ ସକାଳୁ ଦେଖୁଥିବେ ଏବେ ଟାଇମ୍ ଆସିକି ହେଲାଣି 7ଟା ବା 7:30 ପାଖାପାଖି ହେଲାଣି କିନ୍ତୁ ଦେଖୁଥିବେ ପାଗ ପୁରା ଅଲଗା ପାଖରେ ହେଇଛି ଆଜି ଟୋଟାଲି ଖରା ହିଁ ପଡ଼େନି ଆଉ କାଲି ରାତିରେ ନଥିଲା ଗୋଟେ ପିଲା ଆଜି ଆଇଲାଣି ସକାଳୁ ନା ଏଇ ରାତିରେ ଜମା ରହୁନି ଆଉ ଘରେ ସେ ଜମା ସାଙ୍ଗମାନେ ଘରେ ରହୁନି କ'ଣ ହେଲା ଏଗୁରା କ'ଣ ହେଇଗଲା ଏଗୁରା କ'ଣ ଏମିତି ହେଲା କେଜାଣି ଏଇଟା କ'ଣ ହେଲା କୁଣ୍ଡେଇକି ଆଣିଥିଲି ଏଇଟା କେମିତି ହେଲା ମୁଁ କୁଣ୍ଡେଇକି ଆଣିନଥିଲି ମୁଁ ଏମିତି ହାତରେ ଧରିକି ଆଣିଥିଲି ତାପରେ ତୁ ଦେଖୁନୁ କାମୁଡ଼ି ଦେଲା ଯେ କାଠ ଜନ୍ତା କେତେ ବଡ଼ ହେଇଛି କାଠ ଜନ୍ଦା କାମୁଡ଼ି ଦେଲା ଏଠି ଦେଖୁନୁ ଫୁଲି ଯାଇନି କ'ଣ ଜୋରେ ବିନ୍ଧା ହେଉଛି ଏହେ କେତେ ଜୋରେ ଫୁଲିଛି ଆଉ ବିଶାଲ କରଣି ଏଇଠି କେତେ ଜୋରେ ଫୁଲିଛି ଏଗୁରା କ'ଣ ହେଲା ଆଉ ଥରେ ସାଙ୍ଗମାନେ ଆପଣ ଦେଖେଇଥିବି ବୋଉକୁ ଆଉ ଥରେ ଏମିତି କାଠ ଜନ୍ଦା କାମୁଡ଼ିଥିଲା ତୁ ଦେଖିକି ଆଣିବା କଥା ନା ଏଠି ଏଠୁ ଏଠି ବିରି ବିରି ହେଇଗଲାଣି ହଁ ଭାଇ ହାତ ଯାକ ବିଶଲ କରଣି ନଗା ଶୁଣୁ ଇଏ କହୁଛନ୍ତି କେତେ ଜୋରେ ସାଙ୍ଗମାନେ ବିରି ବିରି ହେଇଛି ବିଶଲ କରଣି ଏକା ଲଗା ଏଟା କିଛି ତ ମୁଁ କାହିଁ ନାଗିନଥିଲା କେତେ ଜୋରେ ହେଇଛି ଏଠୁ ସିନା ଏଠି ସିଏ କାମୁଡ଼ିଛି ଏଗୁଡ଼ା କେମିତି ଏଠି କାମୁଡ଼ିଛି ଏଠିକି ହଁ ଓହୋ ଏଠିକି କାମୁଡ଼ିଛି ଏଠି କେତେ ଜୋରେ ଫୁଲିଛି ପ୍ରକୋପରେ ହେରା ଫୁଲି କେତେ ଜୋରେ କେଜାଣି ଏ ଶିରରେ ବୋଧେ ଫୁଲିଛି ଏଇ ଦେଖୁନୁ ଏଠୁ ଫୁଲିଛି ଦେଖୁନୁ ଏଇ ଦେଖ ଏଇଟା ବି ଫୁଲିଛି କାମୁଡ଼ିଛି ତାହେଲେ ଏଠିକି ହଁ ଏଠୁ କାମୁଡ଼ିକି ଇଆଡ଼େ ଏତେ ସବୁ ଫୁଲି ଯାଇଛି ନା ଜାଗା ଏଠି ହେଇଗଲାଣି ରିବି 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 ହେଇଯାଉଛି ବିଶଲ କରଣି ତେଳକୁ ତ ଟାଇମ୍ ଆସିକି 7:30 ପାଖାପାଖି ହେଲାଣି ଆଜି କ'ଣ ପାଗଟା ଏମିତି ପୁରା ଅଛି ହଉ ଆଜି ପାଗଟା ପୁରା ହେଇନି କେନ୍ତା ପାଗ କହିଲୁ ରଜ ପାଗ ନୁହେଁ ପୁରା ଆଜି ଖରା ଟୋଟାଲ ହେଇନି ଦେଖିବା କେତେବେଳକୁ ଖରା ହେଉଛି ଏଇ ଯେଉଁ କାଠ ଗୁଡ଼ା କରିଦେଇଛୁ ସେଇଥିରୁ ବାହାରିଲେ ହଉ ଏଇ ଯେଉଁ କାଠ ଗୁଡ଼ା କରିଦେଇଛୁ ଏଇଥିରୁ ବାହାରିଲେ ଏଇ କାଠ ଭିତରେ କେଉଁଠି ଅଛନ୍ତି ଜନ୍ଦା ଓହୋ ଏଇ ଗୁଡ଼ା ସାମାନ ଦେଖନ୍ତୁ ଏଇ ଜନ୍ଦା ଗୁଡ଼ା କୁଆଡ଼େ ଗଲା ଏଇଥିରେ ଅଛନ୍ତି ବା କାମୁଡ଼ିବ ତୁ ଏଇଠି ସାମାନ ଏଇ ଜନ୍ଦା ଗୁଡ଼ା ଏଇଠି ଯେଉଁଟା ଚାଲୁଛି ଏଇଗୁଡ଼ା ଏଇ ଜନ୍ଦାଟା ବହୁତ ମାରାତ୍ମକ ଏଠି ଗୋଟେ ଶୋଇଛି ଏଇଗୁଡ଼ା କାମୁଡ଼ିଛି ଆଉ ତୁ ଆଉ ଥରେ ତୋତେ ଏମିତି କାମୁଡ଼ିଥିଲା ତୁ ଦେଖିକି ଆଣିବା କଥା ନୁହଁ ଏଇ କାଠ ଗୁଡ଼ା କୋଉଠି ପଡ଼ିଥିଲା ଏଠି ତ ନଥିଲା ତୁ ସିଆଡ଼ୁ ନେଇକି ଆଉ ତୋତେ କାମୁଡ଼ୁଛନ୍ତି ଆଉ ଥରେ ଏମିତି ନେଇକି ଆସିଥିଲା ଏଠୁ ଏମିତି ପୁଣି କାମୁଡ଼ୁଥିଲେ ବହୁତ ମାରାତ୍ମକ ଜନ୍ଦା ଏଇଗୁଡ଼ା ନର୍ମାଲ ଜନ୍ଦା କାମୁଡ଼ିଲେ କ'ଣ ଫୁଲିଯିବ ତ ଏ ଜନ୍ଦା କାମୁଡ଼ିଲେ ପୁରା ଅଲଗା ପ୍ରକାର କ'ଣ ହେଲା ଯିବୁ କୁଆଡ଼େ ତ ରନିଂରୁ ଏଇନା ଆସିଲୁ ସାଙ୍ଗମାନେ ଆଉ ମୋ ସାଙ୍ଗର ମୁଁ ଯାଇଥିଲୁ ଆଉ ଟିକେ ଭଲ ଲାଗୁନି ଟିକେ ଗଡ଼ି ପଡ଼ିଆ ତ ଗଡ଼ି ସାରିଲା ପରେ ଯିବା ମାଛ ଆଣିବାକୁ ଆଉ ଆଜି ତ ବାର ଅଛି ଶୁକ୍ରବାର କାରଣ ରବିବାର ତ ଖୁଦୁରୁକୁଣୀ ବୋଉର ତ ଆଣିବନି ବୁଧବାର ବୁଧେଇ ଓଷା ଆଣି ହୁଏନି ଆଉ ଶୁକ୍ରବାରଟା ବାର ଅଛି ତ ଯାଇକି ଆଣିବା ମାଛ ଚିକେନ୍ ତ ବାର୍ଡ଼ ଫ୍ଲୁ ହେଇଛି କେହି ଖାଉନାହାନ୍ତି ଆଉ ଘରେ ପାଟି କରୁଛନ୍ତି ମୁଁ କହୁଥିଲି ବୋଉ ପାଟି କଲା ମୋତେ କହିଲା ଚିକେନ୍ ବାର୍ଡ଼ ଫ୍ଲୁ ହେଇଛି ବାପା ବି ପାଟି କଲେ ଓକେ ତ ଯିବା ମାଛ ନେଇକି ଆସିବା ମାଛ ଟିକେ ଖାଇବା ଆଉ କ'ଣ କରିବା ତ କାଲି ହେବ ଆମର ଗଣେଶ ପୂଜା ଭସାଣି ଆଉ କାଲି ବ୍ଲଗ୍ଟା ଆଜି ବ୍ଲଗ୍ଟା ତ କାଲି ଅପଲୋଡ଼ ହେବ କାଲି ବ୍ଲଗ୍ଟା ପୁରା ଦେଖିବାକୁ ମସ୍ତ ଲାଗିବ ଓକେ କାଲି ଆମ ଭସାଣି ହେବ ଦିନରେ ହେବ ପୁଣି ଭସାଣି ଓକେ ଆଜି ଆଜିର ଭିଡ଼ିଓଟେ ଅପଲୋଡ଼ କରିନି ଯାଉଛି ଆଗ ଭିଡ଼ିଓଟା ଅପଲୋଡ଼ କରିଦିଏ ତାପରେ ଯିବା ମାଛ ଆଣିବାକୁ ତାପରେ କଲେଜ ଯିବା ଆଉ ଆଜି ପୁଣି ଯିବା କଲେଜ କାରଣ କାଲି ହେବ ବନ୍ଦ କଲେଜ କାଲି ଆମ ଭସାଣି ଦିନରେ ତ କାଲି କଲେଜ ଯାଇ ହେବନି ଓକେ ତ ଆଜି ବନ୍ଦ କରିଦେବା କଲେଜ ଏ ଯେଉଁ ଆଜି ଯିବା କଲେଜ କାଲି ବନ୍ଦ କରିଦେବା ତ ମୁଁ ଯାଉଛି ଭିଡ଼ିଓଟା ଆଗ ଅପଲୋଡ଼ କରିଦିଏ କାଲିର ଭିଡ଼ିଓଟା ଅପଲୋଡ଼ ହେଇନି ତ ଅପଲୋଡ଼ କରିସାରିଲା ପରେ ଯିବା ମାଛ ଆଣିବାକୁ ଆଉ ଏବେ ଫାଇନାଲି ମାଛ ନେଇକି ଆସିଲା ପରେ ତ ମୋର ଦାୟିତ୍ୱ ରସୁଣ ଛଡ଼େଇବା ଯାଉଛି ସାଙ୍ଗମାନେ ରସୁଣ ଛଡ଼େଇଦେବି ଆଉ ମାଛ ନେଇକି ଆସିଲା ବେଳକୁ ତ ପୁରା ଡେରି ହେଇଗଲା
ପାଖାପାଖି 8:30 ପାଖାପାଖି ହେଲା। ମୁଁ ଗଲି 7:45 ଆଇଲା ବେଳକୁ 8:30 ହେଇଗଲା। ମାନେ ପାଖରେ ହେଇକି ମାନେ ଏତେ ଭିଡ଼ ହେଉଛନ୍ତି। ମାନେ କ'ଣ ରବିବାରେ ଖୁଦୁରୁକୁଣୀ ବୁଧବାରେ ବୁଦ୍ଧି ଓଷା ଯୋଗୁଁ ମାଛ କି ପ୍ରାୟ ମାନେ ଘରେ ପଶୁନି ଆଉ ଖାଉନାହାନ୍ତି। ହେଇଥିବ ଶୁକ୍ରବାର ପୁରା ଭିଡ଼। ତ ଓକେ ଯାଉ ମୁଁ ନେଇକି ଆସିଛି ଭାରି। ଓକେ ତ ଯାଉଛି ରସୁଣ ଛଡ଼େଇଦେବି। ଆଉ ବୋଉ ଯାଇଛି ଦୋକାନକୁ, ଆମ ପାଖରେ ଦୋକାନ, ଆଳୁ ଆଣିବାକୁ। ଆଉ ଆଜି ହେବ ଗୋଟେ ମାଛ ତରକାରୀ ଆଉ ଖାଇବା ଆଉ। ପୁଣି କଲେଜ ଯିବାର ଅଛି କାରଣ କାଲି କଲେଜ ଯିବିନି ନା। ଯାଉଛି ଜଲ୍ଦି ରସୁଣ ଏକା ଛଡ଼ାଛଡ଼ି କରିକି ବୋଉ ମାଛ ଭାଜି ସାଇଲେ ପଖାଳକୁ ମାଛ ଭଜା ଖାଇକି କଲେଜ ଯିବା ଆଉ। କେମିତି ଶୋଇଛି ଏ ବାନା ବାନା ଲୋ। ତ ଏବେ ଆମର ମାଛ ଭଜା ଷ୍ଟାର୍ଟ ହେଇଗଲାଣି। ଆଉ ଜମା ଏତିକି ଜମା ମାଛ ଆଣିଥିଲି ହବନି ଆମକୁ। ଆମର ତ 3 ଜଣ ଲୋକ, ବାପା ଏଠି ନାହାନ୍ତି, ବାପା ଯାଇଛନ୍ତି କାମକୁ। ଆଉ ବାପା ଆସିବେ ରାତିକି ସେ ଖାଇବେ ଯାହା 2 ପିସ୍ 3 ପିସ୍। ଆଉ ଆମେ ବୋଉର ମୋର ଦିନରେ ଖାଇବୁ ଏତିକି ଆଉ ନା। ହଉ ମୁଁ ଯାଉଛି ଗାଧେଇ ସାଇଲେ ମାଛ ଭଜା ଖାଇକି କଲେଜ ଯିବି। ଆଜି ଫୋଟକା ନେଇଗଲେ ଜଣେ, ଆଜି ଅଳ୍ପ ଛୋଟିଆ ଫୋଟକାଟେ ଥିବ। ହଁ ଫୁଟା ନାହିଁ, ଫୁଟା କ'ଣ ହବ, ଫୁଟା ସାଙ୍ଗମାନେ ଖାଇଲେ କିନ୍ତୁ ଡାଇବେଟିସ୍ ଲୋକ ମାନଙ୍କ ପାଇଁ ଠିକ୍। ମାଛ ଫୁଟାଟା କ'ଣ କହିଲେ ପିତା ରହୁଛି ନା ଏଥିରେ, ଡାଇବେଟିସ୍କୁ ଭଲ ପାଏ। ଓକେ ତ ମୁଁ ଯାଉଛି ଗାଧେଇବି। ତୁ ତୋର ଭାଜୁଥା। ଆଗ ଦେଖୁନାହାନ୍ତି ମୁଁ ମାନେ କ'ଣ ଭଜା ଖାଇକି କଲେଜ ଯିବି ବୋଲି ତାକୁ କହିଲେ ଭାଜିବାକୁ, ସେ ଆଗ ମୁଣ୍ଡ ନାଜ ଏକା ସବୁ ଭାଜି ସାରିଲା। ହଉ ଛାଡ଼, ହଉ ଚାଲ ଯିବା ଗାଧେଇକି କଲେଜ ବାହାରିବା ଆଉ। ତ ଏବେ ଟିକେ ଖରା ଉଇଁଲାଣି। ଏଥିରେ ବହୁତ ଜନ୍ଦା ଗଲେ କୋଉଥିରେ କୋଉ ଜନ୍ଦା ଅଛି କହିଲୁ, ନେଇକି ପକେଇଦେବି ବାହାରେ। ଏଇଠି ବୁଲୁଛନ୍ତି, ଏବେ ବି ଏଇଠି ବୁଲୁଛନ୍ତି। ଏଇ ଜନ୍ଦା ନୁହଁ, ଏଇଟା ନର୍ମାଲ ଜନ୍ଦା। ତାଙ୍କ ଦେହରେ ହଳଦିଆ ଚିହ୍ନ ଥିବ ନା। କୋଉଠି ଏଇ କାଠରେ ଅଛି? ଏଇ କାଠଟାରେ ଅଛି ନା। ଏଇଠି ତ କଣା ହେଇଛି, ଇଆରି ଭିତରେ ଅଛନ୍ତି। କାମୁଡ଼ି ଦେବେ। ମୁଁ ତ ଏମିତି ଧରିକି ଆଇଲି, ଦେଖିଲା ଆସିକି କାମୁଡ଼ି ଦେଲା। ଏଇଟା ଫୋପାଡ଼ି ଦେବା ଆଉ। ମାରାତ୍ମକ ଜନ୍ଦା। ନାହାନ୍ତି ବୋଧେ, ପଳେଇଲେଣି, ନହେଲେ ତ ବାହାରିଥାନ୍ତେ ନା। ଜନ୍ଦା କାମୁଡ଼ା ତୋତେ ଦରକାର, ତୁ ଚୁଲି ତାଡ଼ୁଛୁ, ତୋତେ ଗୋଟେ ଜନ୍ଦା କାମୁଡ଼ା ଦରକାର। ଏଥର ଆଉ ନାହାନ୍ତି ନା, ଏଥର ଆଉ ନାହାନ୍ତି ବୋଧେ। ଏବେ ସାଙ୍ଗମାନେ ଫାଇନାଲି ଗାଧେଇକି ଆସିଲେ ଭାରି ଆଉ ବାହାରିଲେଣି କଲେଜ। ଆଉ ବୋଉ ଫାଇନାଲି ଥୋଇ ଦେଇଛି ମୋ ପାଇଁ ଭାତ ଆଉ ମାଛ 2 ପିସ୍। ଆଉ ଏଟା କ'ଣ ଫୋଟକା, ମୋତେ ଫୋଟକା ବହୁତ ଭଲ ଲାଗେ। ମୁଁ ଆଣିଥିଲି ଫୋଟକା, ଆଉ ତା ସାଙ୍ଗେ ଭେଣ୍ଡି ଆଳୁ ଭଜା ବୋଉ ଅଲରେଡ଼ି ସକାଳୁ ଭାଜି ଦେଇଥିଲା। ଓକେ ତ ସାଙ୍ଗମାନେ ଚାଲନ୍ତୁ ଖାଇଦେବା। ଆଉ ଖାଇସାରିକି କଲେଜ ବାହାରିଯିବା। ଟାଇମ୍ ହେଇଗଲାଣି ଆସିକି 10ଟା ପାଖାପାଖି ହେଇଗଲାଣି। ଆଉ ଜଲ୍ଦି ଯିବା। କାଲି ଲେଟ୍ରେ ଯାଇଥିଲି, ବୋଉ କ'ଣ ଗୋଟେ ଫୁଟିଲା। ତ କାଲି ସାଙ୍ଗମାନେ ଲେଟ୍ରେ ଯାଇଥିଲି। ଆଉ କାଲି ବ୍ୟାଙ୍କରେ କାମ ଥିଲା ବୋଲି ଲେଟ୍ରେ ଯାଇଥିଲି, କିନ୍ତୁ ଥୋଇ ହେଲାନି। ଆଇଲା ବେଳକୁ କଲେଜରୁ ଆସିଲା ପରେ ଥୋଇ ହେଲା ଯାଇକି ପଇସା। ତ ଓକେ ତ କ'ଣ କରିବା, ରାଜି ହେଇଯିବୁ, ଜଲ୍ଦି ଯିବା ଭାରି। ଓକେ ତରକାରୀ ଆଜି ଅଲଗା ପ୍ରକାର ଦେଖାଯାଉଛି। ମୋତେ କ'ଣ ଲାଞ୍ଜ ଦେଇଛୁ? ଲାଞ୍ଜ ଖାଇବୁନି? ଦେଇଛୁ ଯଦି ଖାଇବେନି କାହିଁକି? ଲାଞ୍ଜରେ ବହୁତ ଭିଟାମିନ୍ ଅଛି। ମୁଣ୍ଡ, ଲାଞ୍ଜ ଏମାନଙ୍କରେ ବହୁତ ଭିଟାମିନ୍। ଆଉ ପିସ୍ କେତେଟା? 1 2 3 4ଟା, ତୋର 2ଟା ବୋଧେ। ତା ସାଙ୍ଗେ ଭାତ। ତୋର କ'ଣ ପଖାଳ? ମୁଁ ପଖାଳ ଖାଇଦେବି। ପଖାଳ ଖାଇବୁ, ରାତି ବୋଧେ ତତଲା ଖାଇବୁ? ମାନେ ତୋ ମନ ଯେତେବେଳେ ଯାହା। ଆଜି ରାତିରେ ଖାଇବି। ଦ୍ୱିପହରେ ଖାଇବ ତତଲା, ରାତିରେ ଖାଇବ ପଖାଳ। ହଉ ତୋ ମନ ଯାହା ଆଉ। ତା ସାଙ୍ଗେ ଭେଣ୍ଡି ଭଜା ଆଉ। ଭେଣ୍ଡି ଭଜା ବୋଉ କରିଥିଲା, ଆପଣଙ୍କୁ ଦେଖେଇଥିଲି। ଓଲଟା କହିଲୁ, ଦ୍ୱିପହରେ ପଖାଳ, ରାତିରେ ତତଲା ନା? ତୁ କହୁଛୁ ରାତିରେ ପଖାଳ। ହଁ ଏକା କଥା ଆଉ, ରାତିରେ ତତଲା, ଦ୍ୱିପହରେ ପଖାଳ ଆଉ ହେଲା। ତ ଓକେ ସାଙ୍ଗମାନେ ଚାଲନ୍ତୁ ଖାଇଦେବା। ଟାଇମ୍ ଆସିକି 2:30 ପାଖାପାଖି ହେଇଗଲାଣି। ଆଜି କଲେଜରୁ ଆସିବାକୁ 2ଟା ହେଇଗଲା। ଆଉ କାଲି ତ କଲେଜ ଯିବିନି କାରଣ କାଲି ହେଉଛି ଆମ ଭସାଣି। ଓକେ ପୁଣି କ'ଣ ନେଇକି ଶୁଖେଇଛୁ ମୋ ବୁଟ୍ ଗୁରା? ଓଦା ଥିଲା। ଓଦା ଥିଲା? ଆଉ କାଲିଠୁ କ'ଣ ଶୁଖିଥିଲା, ଖରା ହେଇନି। ଓଦା ଧୀରେ ଗନ୍ଧେଇବ ବା। ମୋର କଳା ବୁଟ୍ ହଳେ ଥିଲା ବାହାର କରିତେ, କାଲି ଆମ ପ୍ରସେସନ, ସେଥିରେ ପିନ୍ଧିବାକୁ। ତ ସାଙ୍ଗମାନେ ଚାଲନ୍ତୁ ଖାଇଦେବା। ତ ଏବେ ରାତିର ଖାଇବା ଦେଖିପାରୁଥିବେ, ମୋର ଆସିଯାଇଛି ଭାତ। ଆଉ କ'ଣ ଏତେ ପିସ୍ ମାଛ ଦେଇଛୁ? 3 ପିସ୍। ଆଉ ତା ସାଙ୍ଗେ ସୋୟାବିନ୍ ତରକାରୀ। କ'ଣ ମାଛ ଦେଇଛୁ? ତୁ ଖାଇନି ନା କ'ଣ ମାଛ?
ଖାଇଲୁ ମତେ କଣ 3 ପିସ୍ ଦେଇଛୁ? 2 ପିସ୍ ମୁଁ ଖାଇଲି, ମୁଣ୍ଡ ଖାଇଲି। ତୁ ବୋଧେ ଖାଇନୁ 10ଟା ବେଳେ। ନା। ତ ମୁଁ ସାଙ୍ଗମାନେ କଲେଜ ଯେତେବେଳେ ଯାଇଥିଲି ଯୋଉ ମାଛ ଭଜା ଖାଇକି ତ ସେତେବେଳେ ବୋଉ ବୋଧେ ଖାଇନି। କାଇଁ ଖାଇଲୁନି? ଖାଇଲି, ଭଲ ଲାଗିଲାନି, ଭେଣ୍ଡି ଆଳୁ ଭଜା ନାହିଁ ଖାଇଦେଲି ଆଉ। ମାନେ ମାଛ ଭଜା ଲଗେଇ ବୋଉ ଭଲ ଲାଗିଲାନି, ଭେଣ୍ଡି ଆଳୁ ଭଜା ଲଗେଇ ଭଲ ଲାଗିଲା ନା? କରୁଛୁ ଦେଖିଆ ହାତ ଦେଖୁନ, ଏଠିକି ଦେଖ ଲାଇଟିକି। ଏମିତି ଦେଖିବୁ ସିଧା କେତେ ଜୋରେ ଫୁଲିଛି ଏ ହାତ ଦେଖିଆ। ସାଙ୍ଗମାନେ ଦେଖନ୍ତୁ କେତେ ଜୋରେ ଫୁଲିଛି ବୋଉ ହାତଟା। ଏଗୁଡ଼ା ବିରି ବିରି ଦେହ କମିଗଲାଣି। ଏଗୁଡ଼ା କମିଯାଇଛି ମ। ହାତଟା ପୁରା ଜୋରେ ଫୁଲିଛି ନା? ଏଗୁଡ଼ା ଖାଲି ରହିଛି। ପୀଡ଼ା ହେଇଛି? ଏଇଠି ପୀଡ଼ା ହେଇଛି ବା। ଜନ୍ଦାଟା ଆକ୍ଚୁଆଲି କାମୁଡ଼ିଥିଲା କୋଉଠିକି? ଏଇଠି। ଏଠିକି? ହଁ। ମାନେ ହାତଟା ପୁରା ପୀଡ଼ା ହେଇଯାଇଛି ନା? ହାତଟା ପୁରା ଫୁଲି ଯାଇଛି। ଆଉ ଥରେ ଏମିତି ହେଇଥିଲା ପୁଣି ଅଟୋମେଟିକ୍ କମିଲା ନା? ହଁ 2-4 ଦିନ ହେଲେ କମିବ। ତ ଉପରଟା ପୁରା ଫୁଲି ଯାଇଛି ବା, ଏଇ ଉପରଟା ଫୁଲିଛି ନା? କାଇଁ ଏଇ କରୁ କାମୁଡୁଛି। ତୁ ତ ଆଉ ଥରେ ଏମିତି ଆଣିଥିଲୁ କାଠ ଗୋଟେଇକି ଯେ କାମୁଡ଼ିଥିଲା, ପୁଣି ଆଉ କୋଉ ହିସାବରେ ଆଣିଥିଲୁ ଆଉ ଥରେ ଗୋଟେଇକି? ଏଇଟା ସାଙ୍ଗମାନେ କାଠୁଆ ଦନ୍ଦା, କାଠରେ ରହନ୍ତି ଯୋଉଗୁଡ଼ା ନା, ହଁ। ତାକୁ କୁହନ୍ତି କାଠୁଆ ଦନ୍ଦା। ତ ସେଇଗୁଡ଼ା କାମୁଡୁଛି, ବହୁତ ଦେହରେ ରିଆକ୍ସନ କରୁଛି ଆଉ। କେତେ ଏ ଜୋରେ ହାତଟା ହାତଟା ଫୁଲିଛି, କେମିତିଆ, ଏ ହାତଟା କେମିତିଆ? ଶିର ଜଣା ପଡୁନି ବା, ହାତରେ ପୁରା ଫୁଲିକି ରହିଛି କେତେ ଜୋରେ। ଦେଖିକି ଏଥର ଜମା କାଠ ଗୋଟେଇକି ଆଣିବୁନି। ଆଉ ମୁଁ ବାଇରୁ ଆଣିଥିଲି ନା, ଗୋଟେଇବାକୁ ଯାଇଥିଲି ବାଇରେ। ହେଇ ବାଇରୁ କାହିଁ ଆଣିବୁ ଗୋଟେଇକି? ମୁଁ କ'ଣ ଜାଣିଛି ଏଥିରେ ଆଉ ଜନ୍ଦା ପଇଥିବ ବୋଲି। ହାତଟା ଦେଖୁ କେମିତି ହଉଛି, କାମ କରିପାରୁଥିଲୁ? ଏଇ ହାତରେ କରୁଛି, ଏ ହାତରେ କ'ଣ କରୁଛି? ଗୋଟେ ହାତରେ କ'ଣ କେମିତି କରିବୁ କାମ? 2 ହାତରେ କାମ କରୁ। ଏଇଟା ଖାଲି ଟିକେ ନଗଉଛି ଆଉ। କାଠ ପାଇଁ କେତେ କଷ୍ଟ ଭୋଗୁଛୁ। ମୁଁ କ'ଣ କରିବି, 2-4 ଦିନ ଏନେ ରହିବ। ଓହଳି ପଡ଼ୁଛି, ଏମିତି ଓହଳିଲା ହାତ ଛତିଆ, ଏଇଟା ଓହଳି ପଡ଼ୁଛି। ପାଣି ଥିଲା ଲେଖା ଲାଗୁଥିବ। ହଁ ବା। ମାନେ ରକ୍ତ ପାସ୍ ହଉନି ଆଉ। କେତେ ବିଷ ତାର। ଏ ଦର୍ଜ ହେଇଯାଇଛି ଏ ଖଣ୍ଡକ। ବାନା ଆଜି ରାତିରେ ଆସିନି? ଆଜି ମାଛ ହେଇକି ବି ସାଙ୍ଗମାନେ ବାନା ଆସିବାର ନାହିଁ। କ'ଣ କରିବା? ଓକେ, ଚାଲନ୍ତୁ ଖାଇଦେବା ଆଉ କ'ଣ କରିବା। ତୁ ମାଛ ନ ଖାଇକି ମୋ ପାଇଁ ଥୋଇଛୁ ରାତିକି ନା? ଭଜା ନ ଖାଇକି ତରକାରୀ କରିକି ଥୋଇଛି ମୋ ପାଇଁ। ଖା। ଆଉ ତୁ ଖାଇଲେ ଭଲ ନା। ମାଛ ଏ ଯୋଗୁଁ ଅଧିକ ଆଣିଥିଲି, ଖାଇବୁନି ଥୋଇବୁ। ଆଉ ତୁ ଖାଇଦେ, କ'ଣ ବଳେଇ ଯାଉଛି ମାଛ 3 ଖଣ୍ଡ କେତେ? 3 ଖଣ୍ଡ କ'ଣ ମୁଁ ଖାଇପାରିନି? 5 ଖଣ୍ଡ ମାଛ ହେଲେ କ'ଣ ଖାଇ ହଉନି? ତ ସାଙ୍ଗମାନେ ଚାଲ ଖାଇଦେବା। କିଏ ଗୋଟେ ଭୁକୁଛି, ବାନା ଭୁକୁଛି ନା କ'ଣ? କାଲି ପୁଣି ଅଛି ଆମ ପ୍ରସେସନ, ଦେଖିବା ଆଉ। ଶୋଇପଡ଼ିଆ, ଆଜି ଜଲ୍ଦି ଶୋଇପଡ଼ିଆ। ସାଙ୍ଗମାନେ ଆଜି ଗୋଟେ ଫୁଡ୍ ଭିଡ଼ିଓ ହେଉଥିଲା, ତ ସେ ଯୋଗୁଁ ଲାଇଟ୍ଟା ପୁରା ଉପରୁ ପୁରା ତଳକୁ ଆସିଥିଲା ଭାରି, ଆଉ ଏଠି ବସିକି ପୁରା ଭଲ ଦେଖାଯାଉଥିଲା। ଓକେ, ତ ଏବେ ଖାଇକି ସାଙ୍ଗମାନେ ଆସିଲି ଭାରି। ଆଉ ଆଜି କ'ଣ ହେଇଛି ନା, ବ୍ଲୁଟୁଥ୍ଟା କେତେ ଦିନ ହେଲା ଅନ୍ କରିନଥିଲି, ଆଉ ଏଇନା ଯେମିତି ଅନ୍ କଲି ତ ବାଜିଲାନି ଫାଷ୍ଟ। ତ କିଛି ତାକୁ ଟିକେ ବାଡ଼ାବାଡ଼ି କରିସାରିଲା ପରେ ପୁଣି ଗୋଟେ ଅଟୋମେଟିକ୍ ବାଜିଲା, ଯାହା ହଉ ବାଜିଗଲା। ଆଉ କ'ଣ କରିବା, ଯାହା ଶୋଇବି, କାଲି ପୁଣି ଜଲ୍ଦି ଉଠିବାର ଅଛି। କାଲି ଆମର ଦିନରେ ହେବ ଭସାଣି। ଓକେ, ତ ଓକେ ସାଙ୍ଗମାନେ, ତାହେଲେ ଆଜିର ଭିଡ଼ିଓଟି ଏଠି ଏଣ୍ଡ କରୁଛି। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି କ'ଣ ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଆଜିର ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆଉ ଦେଖାଉ କାଲି ଏକ ନୂଆ ଭିଡ଼ିଓରେ, ସେଥିପାଇଁ ବିଦାୟ ଦିଅନ୍ତୁ, ରହୁଛି, ବାଏ।